ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ଆଜି ହେଉଛି ବିଶ୍ୱ ପଖାଳ ଦିବସ। ତେବେ ପଖାଳ ଦିବସରେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଜାଗୃତି ଶୁକ୍ଳା ନିଜ ହାତରେ ରୋଷେଇ କରି ଦେଇଛନ୍ତି। ତେବେ ନିକଟ ଅତୀତରେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ବାହାଘର ପରେ ଓଡ଼ିଶା ଫେରିଥିଲେ ଜାଗୃତି ଏବଂ ଅନୁଭବ। ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଏହା 2011 ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡ଼ିଆ ପ୍ରଥମେ ମାର୍ଚ୍ଚ 20 ତାରିଖକୁ ପଖାଳ ଦିବସ ରୂପେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡ଼ିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଅନୁଭବ ମହାନ୍ତି ଜାଗୃତି ଶୁକ୍ଳାଙ୍କୁ ବିବାହ ପରେ ଅନୁଭବ ଏବଂ ଜାଗୃତି 7 ଜନ୍ମର ସାଥୀ ହୋଇଯାଇଛନ୍ତି। ତେବେ ନିଜ ଶାଶୁ ଘରେ ଜାଗୃତି ରୋଷେଇ କରିଛନ୍ତି। ଆଉ ନାନାଦି ପ୍ରକାର ରୋଷେଇ ସୁସ୍ୱାଦୁ ଖାଦ୍ୟ ରୋଷେଇ ବି କରନ୍ତି ଜାଗୃତି ଶୁକ୍ଳା। ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଆଉ ପାରିବାରିକ ବିବାଦ ପରେ ଅନୁଭବ ଏବଂ ବର୍ଷା ଅଲଗା ହୋଇଯାଇଥିଲେ। ତେବେ ବର୍ତ୍ତମାନ ସମୟରେ ଜାଗୃତି ଶୁକ୍ଳା ନିଜ ହାତରେ ରୋଷେଇ କରିଛନ୍ତି ପଖାଳ ଦିବସରେ ଏବଂ ଅନୁଭବ ଏବଂ ନିଜ ଶାଶୁ ଏବଂ ପ୍ରୟୋଜନକୁ ରୋଷେଇ କରି ଦେଇଛନ୍ତି। ତେବେ ଅନୁଭବ ଏବଂ ଜାଗୃତିଙ୍କର ଯୋଡ଼ି ଆପଣମାନଙ୍କୁ କିପରି ଲାଗେ ତାହା କମେଣ୍ଟ କରି ନିଜର ମତାମତ ଲେଖନ୍ତୁ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଟିକିନି ଖବର ବିଷୟରେ ଜାଣିବା ପାଇଁ ଯେଉଁମାନେ ଆମ ଚ୍ୟାନେଲକୁ ଏବେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନକୁ ପ୍ରେସ୍ କରି ଦିଅନ୍ତୁ।